ଲୁଚକାଳି ଖେଳ ପଠନ ନିମନ୍ତେ ଦିନେ ପିମ୍ପୁଡ଼ି ଓ ହାତୀ ଲୁଚକାଳି ଖେଳୁଥିଲେ। ହାତୀ ଯେଉଁଠି ଲୁଚିଲେ ବି ପିମ୍ପୁଡ଼ି ସବୁବେଳେ ଜାଣି ଦେଉଥିଲା, କାରଣ ହାତୀର ଆକାର ବହୁତ ବଡ଼ ଥିଲା। ଯେତେବେଳେ ପିମ୍ପୁଡ଼ି ମନ୍ଦିର ଭିତରେ ଲୁଚୁଥିଲା, ସେତେବେଳେ ହାତୀ ବି ତାକୁ ଖୋଜି ପାଇଗଲା। କହିଲ ଦେଖି, ମନ୍ଦିର ଭିତରେ ପିମ୍ପୁଡ଼ି ଲୁଚି ରହିଥିବା କଥା ହାତୀ କିପରି ଜାଣିଥିବ? ଉତ୍ତର ଦୁଇ ପ୍ରକାର ହୋଇପାରେ। ଏଠାରେ ଦେଖ, ମନ୍ଦିର ବାହାରେ 4ଟି ଚପଲ ରଖା ହୋଇଛି। ତେଣୁ ମନ୍ଦିର ବାହାରେ ପିମ୍ପୁଡ଼ିର ଚପଲ ଥୁଆ ହୋଇଥିବାର ଦେଖି ହାତୀ ଜାଣିପାରିଲା ଯେ ପିମ୍ପୁଡ଼ି ମନ୍ଦିର ଭିତରେ ଅଛି, କାରଣ ମନ୍ଦିର ଭିତରକୁ ପ୍ରବେଶ କଲେ ଚପଲ ବାହାରେ ସବୁ ରଖାଯାଏ। ଆଉ ଗୋଟେ ଉତ୍ତର ହୋଇପାରିବ, ମନ୍ଦିର ଭିତରେ ଭୋଗ ଲାଗିଥିବା ମିଠେଇ ଖାଇବା ପାଇଁ ପିମ୍ପୁଡ଼ି ସେଠାକୁ ଯାଇଥିବ, ଆଉ ସେହି ମିଠେଇ ବାସନା ଚାରିପାଖରେ ପିମ୍ପୁଡ଼ିକୁ ଦେଖି ହାତୀ ତାକୁ ସହଜରେ ଖୋଜି ପାଇଯାଇଥିବ। କାରଣ ପିମ୍ପୁଡ଼ିମାନେ ମିଠେଇର ଗନ୍ଧ ବହୁତ ଦୂରରୁ ବାରି ପାରନ୍ତି।